Namaskar friend, welcome to BioLife SSR channel. I am ସୌମ୍ୟରଞ୍ଜନ ରାଉତରାୟ। ଟୁଡେ ବହୁତ ଗୁରୁତ୍ୱପୂର୍ଣ୍ଣ ଇମ୍ପୋର୍ଟାଣ୍ଟ ଟପିକ୍ ଡିସ୍କସନ୍ କରିବା ପାଇଁ ଯାଉଅଛେ। କ'ଣ ଟପିକ୍ ଡିସ୍କସନ୍ କରିବା ପାଇଁ ଯାଉଅଛେ ଆସନ୍ତୁ ଭଲ ଭାବରେ ଦେଖିବା। କ୍ଲାସିଫିକେସନ୍ ଅଫ୍ ପ୍ଲାଣ୍ଟି, ଥାଲୋଫାଇଟା, ବ୍ରାୟୋଫାଇଟା, ଟେରିଡୋଫାଇଟା, ଜିମ୍ନୋସ୍ପର୍ମ ଆଣ୍ଡ ଆଞ୍ଜିଓସ୍ପର୍ମସ୍। ବେସିକ୍ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ପ୍ଲାଣ୍ଟ କ୍ଲାସିଫିକେସନ୍। ସାଧାରଣତଃ ଆମେ ପୂର୍ବରୁ 5 କିଣ୍ଡମ୍ କ୍ଲାସିଫିକେସନ୍ ବିଷୟରେ ପଢ଼ିଛେ। ଏବେ ଆମେ ଦେଖିବା ପ୍ଲାଣ୍ଟର କ୍ଲାସିଫିକେସନ୍ ବିଷୟରେ। 5 କିଣ୍ଡମ୍ କ୍ଲାସିଫିକେସନ୍ କ'ଣ ଆମେ ଦେଖିଥିଲେ? ପ୍ଲାଣ୍ଟି, ପ୍ଲୁରିଷ୍ଟା, ମୋନେରା, ଏନିମେଲିଆ ଏସବୁ ଦେଖିଥିଲେ 5ଟା ଜିନିଷ। ଆଜିର ଟପିକ୍ରେ କ'ଣ ଦେଖିବା? ଆଜିର ଟପିକ୍ରେ ସାଧାରଣତଃ ପ୍ଲାଣ୍ଟର କ୍ଲାସିଫିକେସନ୍ ବିଷୟରେ ଦେଖିବା, ପ୍ଲାଣ୍ଟର ବିଭକ୍ତି ବିଷୟରେ ଦେଖିବା, ପ୍ଲାଣ୍ଟ କେତେ ପ୍ରକାର କ'ଣ ପୁରା ଡିଟେଲ୍ସ ଦେଖିବା, ଆଉ ପ୍ଲାଣ୍ଟମାନଙ୍କୁ ଚିହ୍ନିବା, ସେମାନଙ୍କର କେଉଁ ଷ୍ଟ୍ରକ୍ଚର୍ ୱାଇଜ୍ ଡିଭାଇଡ଼୍ କରାଯାଇଛି ତା ବିଷୟରେ ଜାଣିବା। ତା ପୂର୍ବରୁ ଆପଣମାନେ ଯଦି ବାୟୋଲାଇଫ୍ SSR ଚ୍ୟାନେଲ୍କୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଆପଣମାନେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ହିଁ କରିନିଅନ୍ତୁ, ଯାହାଦ୍ୱାରା ଆପଣମାନେ ମଧ୍ୟ ଉପକୃତ ହୋଇପାରିବେ, ଆପଣମାନେ ମଧ୍ୟ ବେନିଫିଟ୍ ପାଇପାରିବେ। କାହିଁକିନା ଆମ୍ଭେମାନେ ଏମିତି ନ୍ୟୁ ବେସିକ୍ କନସେପ୍ଟ ସହିତ ଆଡ଼ଭାନ୍ସ ତା ସହିତ ଅଦର୍ ଟପିକ୍ରେ ବିଭିନ୍ନ ପ୍ରକାର ନ୍ୟୁ ଡିସ୍କଭରି ବିଷୟରେ ରହିବ, ନୋବେଲ୍ ପ୍ରାଇଜ୍ ବିଷୟରେ ରହିବ, ଗ୍ଲୋବାଲ୍ ପ୍ରାଇଜ୍ ବିଷୟରେ ରହିବ ଅଦର୍ ଟପିକ୍ରେ। ସେମିତି କ୍ଲାସ୍ 9ର ମଧ୍ୟ ଟପିକ୍ ଆରମ୍ଭ ହେବ, କ୍ଲାସ୍ 10ର ବି ଟପିକ୍ ଆରମ୍ଭ ହେବ। ସୋ ଆପଣମାନେ ବିଭିନ୍ନ ପ୍ରକାର ତଥ୍ୟ ପାଇପାରିବେ ଏବଂ ବହୁତ କିଛି ଜାଣିପାରିବେ। ତେଣୁ ଆପଣମାନେ ଜଡ଼ିତ ରହିବା ପାଇଁ ହେଲେ ଏହି ବାୟୋଲାଇଫ୍ SSR ଚ୍ୟାନେଲ୍କୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଏବେ ହିଁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ସେୟାର ହିଁ କରିଦିଅନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ବନ୍ଧୁ ମଧ୍ୟ ଉପକୃତ ହୋଇପାରିବେ। ଚାଲନ୍ତୁ ଆଜି ଟପିକ୍ ଆରମ୍ଭ କରିବା। କ'ଣ ପ୍ଲାଣ୍ଟି, ଯାହାକୁ ଆମେ କହୁଛେ ଉଦ୍ଭିଦ ଜଗତ। ଇଏ ହେଉଛି 5 କିଣ୍ଡମ୍ର ଗୋଟେ ପାର୍ଟ। ତେଣୁ ଏଇ ପ୍ଲାଣ୍ଟିର କ୍ଲାସିଫିକେସନ୍ ବିଷୟରେ ଆଜି ଡିଟେଲ୍ସ ପଢ଼ିବା। ତା ପୂର୍ବରୁ ଦେଖନ୍ତୁ, ମେନ୍ଲି ପ୍ଲାଣ୍ଟି କ୍ଲାସିଫାଇଡ୍ ବେସ୍ଡ ଅନ୍ ଡିଫରେଣ୍ଟ ସେଲ୍ ଷ୍ଟ୍ରକ୍ଚର୍ ଅଫ୍ ବଡି, ୱାଟର୍ ଟ୍ରାନ୍ସଫର୍ ଆଣ୍ଡ ସିଡ୍ ବିୟରିଂ କ୍ୟାପାସିଟି। ପ୍ଲାଣ୍ଟି ଇଜ୍ 5 ଟାଇପ୍ସ। ସାଧାରଣତଃ ପ୍ଲାଣ୍ଟି ଯେଉଁ ଶ୍ରେଣୀ ବିଭାଗୀକରଣ କରାହେଇଛି, କ୍ଲାସିଫିକେସନ୍ କରାହେଇଛି, କାହାକୁ ନେଇ କରାହେଇଛି, କାହାକୁ ଦୃଷ୍ଟିରେ ରଖି କରାହେଇଛି। ଯେମିତି ସେଲ୍, ତା'ର କୋଷର ଟାଇପ୍ସ କେମିତି, ତା'ର ଷ୍ଟ୍ରକ୍ଚର୍ କେମିତି, ଆକୃତି କେମିତି, ଆକାର କେମିତି, ତା ସହିତ ବଡ଼ିରେ ଯେଉଁ ୱାଟର୍ ଟ୍ରାନ୍ସଫର୍ ହେଉଛି, ସେଇ ୱାଟର୍ ଟ୍ରାନ୍ସଫର୍ ଯାହାଦ୍ୱାରା ହେଉଛି ସେ ଟିସ୍ୟୁ ଅଛି ନା ନାହିଁ, ତାକୁ ଦୃଷ୍ଟିରେ ରଖିକି 5 ଭାଗରେ ବିଭକ୍ତ କରାଯାଇଛି। ଏଠି ଦେଖନ୍ତୁ 5 ଭାଗରେ କ'ଣ ଥାଲୋଫାଇଟା, ବ୍ରାୟୋଫାଇଟା, ଟେରିଡୋଫାଇଟ୍ସ, ଜିମ୍ନୋସ୍ପର୍ମ ଆଣ୍ଡ ଆଞ୍ଜିଓସ୍ପର୍ମ। ଥାଲୋଫାଇଟା, ବ୍ରାୟୋଫାଇଟା, ଟେରିଡୋଫାଇଟ୍, ଜିମ୍ନୋସ୍ପର୍ମ, ଆଞ୍ଜିଓସ୍ପର୍ମ ଇଏ ହେଉଛି 5ଟି ଶ୍ରେଣୀଭେଦ କରାହେଇଛି। ଆମେ ଗୋଟିଏ ଭଲ ଭାବରେ ହିଁ ଦେଖିବା, ଡିଟେଲ୍ସ ଦେଖିବା। ଥାଲୋଫାଇଟ୍ରେ କ'ଣ ଯାଉଛି, ବ୍ରାୟୋଫାଇଟ୍ରେ କ'ଣ କିଏ ଯାଉଛି, ତା'ର କ୍ୟାରେକ୍ଟରିଷ୍ଟିକ୍ କ'ଣ, ତା ଷ୍ଟ୍ରକ୍ଚର୍ କେମିତି, ତା ବିଷୟରେ ଦେଖିବା। ଟେରିଡୋଫାଇଟ୍ରେ ବିଷୟରେ ଦେଖିବା, କାହାର ଫ୍ଲାୱାର୍ ଅଛି, କାହାର ଫ୍ଲାୱାର୍ ନାହିଁ, ଯେଉଁମାନଙ୍କର ଫ୍ଲାୱାର୍ ନାହିଁ ତାକୁ କ'ଣ କୁହାଯାଏ, ଯେଉଁମାନଙ୍କର ଫ୍ଲାୱାର୍ ଅଛି ତାକୁ କ'ଣ କୁହାଯାଏ, ଏସବୁ ବିଷୟରେ ଡିଟେଲ୍ସ ପଢ଼ିବା। ଆଉ ଯେଉଁ ଜିମ୍ନୋସ୍ପର୍ମ ସାଧାରଣତଃ ସିଡ଼୍ ଆମର ରହୁଛି। ସିଡ଼୍ଟା ଆମେ ଜାଣୁଛେ ଫ୍ରୁଟ୍ ଭିତରେ ରହୁଛି, ଯେକୌଣସି ଫ୍ରୁଟ୍ ହଉ, ମ୍ୟାଙ୍ଗୋର ଭିତରେ ହିଁ ସିଡ଼୍ଟା ରହୁଛି। କିନ୍ତୁ ଏଇ ଜିମ୍ନୋସ୍ପର୍ମରେ କ'ଣ ହେଇଥିବ ନା ଫ୍ରୁଟ୍ ହିଁ ନଥିବ, ସେଇଟା କିଛି କୋନ୍ ମାଧ୍ୟମରେ ସିଡ଼୍ ଗୁଡ଼ିକ ରହିଥିବ। ସେମିତି ଆଞ୍ଜିଓସ୍ପର୍ମରେ ସାଧାରଣ ଆମେ ଯେମିତି ଫଳ ଗୁଡ଼ିକ ଖାଉଛେ ତା ଭିତରେ ଯେମିତି ସିଡ଼୍ ରହୁଛି ସେମିତି ରହିଥିବ। ଇଏ ହେଉଛି ଟିକେ ଡିଫରେଣ୍ଟ। ତେଣୁ ଆଜିର ସେକ୍ସନ୍ରେ ବହୁତ ଡିଟେଲ୍ସ ଭାବରେ ପଢ଼ିବା। ତେଣୁ ଆପଣମାନେ ଏମିତି ଜଡ଼ିତ ହିଁ ରୁହନ୍ତୁ ଏବଂ ସ୍କିପ୍ ନ କରିକି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଦେଖନ୍ତୁ, ଯାହାଦ୍ୱାରା ଆପଣମାନେ ଭଲ ଭାବରେ ବୁଝିପାରିବେ ଏବଂ କନସେପ୍ଟଟି ଆପଣମାନଙ୍କର ବହୁତ କ୍ଲିଅର୍ ହୋଇପାରିବ। ତେଣୁ ଇଏ ହେଉଛି ଭେରି ଇମ୍ପୋର୍ଟାଣ୍ଟ। ଆପରେ ଇଏ ହେଉଛି ପ୍ଲାଣ୍ଟର କ୍ଲାସିଫିକେସନ୍ ଆଜି ପଢ଼ିବା। ଆପରେ ଆମେ ଆଣିବା ଆନିମଲ୍ର କ୍ଲାସିଫିକେସନ୍। ଆନିମଲ୍ କ୍ଲାସିଫିକେସନ୍ଟା ଭେରି ବିଗ୍ ଟପିକ୍, ସୋ ଭେରି ବିଗ୍ ଇମ୍ପୋର୍ଟାଣ୍ଟ ଟପିକ୍। ସୋ ଆଜିର ସେକ୍ସନ୍ଟି ଆପଣମାନେ ଦେଖନ୍ତୁ, ଇଏ ହେଉଛି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ଆଉ କିଛି ନୂଆ ପାର୍ଟ ସବୁ ଦେଖିବା, ଯେମିତି ଥାଲୋଫାଇଟା ଅଣ୍ଡରରେ କିଏ ଯାଉଛି, ତା'ର ଏକ୍ଜାମ୍ପଲ୍ କ'ଣ, ତା'ର କ୍ୟାରେକ୍ଟରିଷ୍ଟିକ୍ କ'ଣ,
ସେଇଟା ଦେଖିବା ପାଇଁ କେମିତି ଆମେ ଷ୍ଟ୍ରକ୍ଚର ସହିତ ବି ସବୁ ଡିଟେଲ୍ସ, ଗ୍ରାଫିକ୍ ସହିତ ବି ସବୁ ଡିଟେଲ୍ସ ଦେଖିବା। ଥିଓରି ବି ପଢ଼ିବା, ଗ୍ରାଫିକ୍ ଦେଖିବା, ଯାହାଦ୍ୱାରା କ'ଣ ହେବ ନା ବୋଥ୍ ସାଇଡ଼୍ ଏରା ମନେ ରହିଯିବ। ଗ୍ରାଫିକ୍ ବି ମନେ ରହିଯିବ, ଥିଓରି ବି ମନେ ରହିଯିବ। ସୋ ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଇଠି ଭଲ ଭାବରେ ଦେଖନ୍ତୁ ପ୍ଲାଣ୍ଟଟି, ଯାହାକୁ କହୁଛେ ଉଦ୍ଭିଦ ଜଗତ। ଅବିଭକ୍ତ ଶରୀର ବିଶିଷ୍ଟ ଉଦ୍ଭିଦ, ଯେଉଁଟା ଥାଲୋଫାଇଟା। ବିଭକ୍ତ ଶରୀର ବିଶିଷ୍ଟ ଉଦ୍ଭିଦ, ବିଭକ୍ତ ଶରୀର ବିଶିଷ୍ଟ ଉଦ୍ଭିଦର ଯେଉଁମାନେ ଭାସ୍କୁଲାର ଟିସ୍ୟୁ ଥିବ, ଜାଇଲେମ୍ ଫ୍ଲୋଏମ୍ ଥିବ, ସେମାନଙ୍କୁ ସାଧାରଣତଃ ଦୁଇ ପ୍ରକାରର ଟେରିଡୋଫାଇଟା ଆଉ ଫେନେରୋଗ୍ରାମ୍ସରେ ଯାଆନ୍ତି। ଯେଉଁମାନଙ୍କର ଭାସ୍କୁଲାର ଟିସ୍ୟୁ ନଥିବ ସେମାନେ ବ୍ରାୟୋଫାଇଟା କୁହାଯାଏ। ସେମିତି ଯେଉଁମାନଙ୍କର ସିଡ୍ ସୃଷ୍ଟି କରିପାରନ୍ତି ନାହିଁ ସେମାନେ ଟେରିଡୋଫାଇଟାରେ ଯାଆନ୍ତି, ମାନେ ମଞ୍ଜିଟା ବା ବୀଜଟା ସୃଷ୍ଟି କରିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ମଞ୍ଜି ଆଉ ବୀଜଟା ସୃଷ୍ଟି କରିପାରନ୍ତି ସେମାନେ କେଉଁଥିରେ ଯିବେ? ଫେନେରୋଗ୍ରାମ୍ସ, ଯେମିତି ଜିମ୍ନୋସ୍ପର୍ମ, ନଗ୍ନବୀଜି ଆଉ ଆଞ୍ଜିଓସ୍ପର୍ମ, ଆବୃତବୀଜ। ସେମିତି ଆଞ୍ଜିଓସ୍ପର୍ମ ଆବୃତବୀଜ ସାଧାରଣତଃ ତା'ର ମଞ୍ଜି ଦୁଇ ପ୍ରକାର, ଦ୍ୱିବୀଜି ପତ୍ର ବିଶିଷ୍ଟ ଯାହାକୁ ଡାଇକଟିଲିଡନ୍ କୁହାଯାଏ, ଆଉ ମଞ୍ଜିଟା ଏକ ବୀଜି ପତ୍ର ବିଶିଷ୍ଟ ଯାହାକୁ ମନୋକଟିଲିଡନ୍ କୁହାଯାଏ। ମନୋକଟିଲିଡନ୍ ପ୍ଲାଣ୍ଟ ଆଉ ଡାଇକଟିଲିଡନ୍ ପ୍ଲାଣ୍ଟ। ତେଣୁ ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ଏଇଠି ଦେଖନ୍ତୁ ତାପରେ ଫିଗର ଗୁଡ଼ିକ ଥାଲୋଫାଇଟା ଫିଗର ଏଇଠି ଦେଖନ୍ତୁ, ଯାହାକୁ ଆମେ ଶିଉଳି ଜାତୀୟ ଉଦ୍ଭିଦ ଦ୍ୱାରା ଥାଲୋଫାଇଟାରେ ହିଁ ଯାଆନ୍ତି। ତାପରେ ଏଇଠି ଦେଖନ୍ତୁ ଏପଟେ ବ୍ରାୟୋଫାଇଟାଟା ଯେମିତି ରିକ୍ସିଆ, ମାର୍କାନ୍ସିଆ, ଇଏ ହେଉଛି ତା'ର ଉଦାହରଣ। ଏଇଠି ଦେଖନ୍ତୁ ରିକ୍ସିଆ, ଏଇଠି ଦେଖନ୍ତୁ କେମିତି ଛୋଟ ହେଇଛି। ଆହୁରି ସ୍ପଷ୍ଟ ଭାବରେ ଦେଖିବା ଯେତେବେଳେ ପଢ଼ିବା ଡିଟେଲ୍ସ। ଏଠି ଟେରିଡୋଫାଇଟ୍ରେ ସାଧାରଣତଃ ଫୁଲ ନଥାଏ କି ଫଳ ନଥାଏ, ରିକ୍ସିଆରେ ବି ନଥାଏ, ଥାଲୋଫାଇଟ୍ରେ ବି ବିଲକୁଲ ନଥାଏ। ସୋ ଟେରିଡୋଫାଇଟା ହେଉଛି ଟିକେ ଭାସ୍କୁଲାର ଟିସ୍ୟୁ ତା ପାଖରେ ଥିବ, ଜାଇଲେମ୍ ଫ୍ଲୋଏମ୍ ରହିଥିବ। ଇଏ ହେଉଛି ଟେରିଡୋଫାଇଟାର ଲକ୍ଷଣ। ତାପରେ ଏଇଠି ଦେଖନ୍ତୁ ଜିମ୍ନୋସ୍ପର୍ମସ୍, ଜିମ୍ନୋସ୍ପର୍ମସଟା ମୁଁ କହିଥିଲି କ'ଣ, ନଗ୍ନବୀଜି, ଆଞ୍ଜିଓସ୍ପର୍ମଟା ହେଉଛି ଆବୃତବୀଜି। ସାଧାରଣତଃ ଜିମ୍ନୋସ୍ପର୍ମରେ ଫଳ ନଥାଏ, ମଞ୍ଜିଟା ସାଧାରଣତଃ କ'ଣ ଫଳ ଭିତରେ ରହିଥାଏ, କିନ୍ତୁ ଜିମ୍ନୋସ୍ପର୍ମରେ ବିଲକୁଲ ଫଳ ହିଁ ନଥାଏ। ଫୁଲ ତ ନଥାଏ, ଫଳ କୁଆଡ଼େ ଆସିବ, ଫଳ ବିଲକୁଲ ନଥାଏ। କିନ୍ତୁ ଏଇଠି ଦେଖନ୍ତୁ ମାନେ କୋଲା ଆକୃତିର ଜଏଣ୍ଟ ହେଇକି ରହିଥିବ, ସେଗୁଡ଼ାକୁ କ'ଣ କୁହାଯାଏ? କୋନ୍ କୁହାଯାଏ। ସେ କୋନ୍ରେ ହିଁ ଆମର ଏଇ ମଞ୍ଜି ଗୁଡ଼ିକ ଲାଗିକି ରହିଥାଏ। ଯେତେବେଳେ କୋନ୍ଟା ବୈଶିଷ୍ଟ୍ୟ ହେଇଯିବ, ମାନେ ଅଧିକ ଦିନ ହେଇଯିବ, ପାଚିଯିବ, ସେଇ ସମୟରେ କ'ଣ ହେଇଯିବ? ସ୍ପଣ୍ଟାନିୟସଲି ସେଇ ମଞ୍ଜି ଗୁଡ଼ିକ ଝଡ଼ି ପଡ଼ିବ। ସେମିତି ତାପରେ ଦେଖନ୍ତୁ ପ୍ଲାଣ୍ଟି କ୍ଲାସିଫିକେସନର ପ୍ରଥମ ଫେଜ୍ ହେଉଛି ଥାଲୋଫାଇଟା ବିଷୟରେ ଆସନ୍ତୁ ପଢ଼ିବା। ଥାଲୋଫାଇଟା ହେଉଛି ସିମ୍ପଲେଷ୍ଟ ସାଇଜ୍, body is not different in node, root and leaf. These three components, node, root, leaves, present in a specific structure that is thallus. ସାଧାରଣତଃ ଲିଫ୍, ରୁଟ୍ ଆଉ ନୋଡ଼ ଏଇଥିରେ ଦେଖାଯାଏ ନାହିଁ, ନଥାଏ। ତେଣୁ ଇଏ ଗୋଟେ ସ୍ୱତନ୍ତ୍ର ଆକାରରେ ଥାଏ, ଯାହାକୁ ଥାଲସ୍ ଆକାରରେ, ଯାହାକୁ ପିଣ୍ଡ ଆକାରରେ ରହିଥାଏ। ଦିସ୍ ଇଜ୍ ବୋଥ୍ ୟୁନିସେଲୁଲାର ଆଣ୍ଡ ମଲ୍ଟିସେଲୁଲାର। ଇଏ ହେଉଛି ଏକକୋଷୀ ଆଉ ବହୁକୋଷୀ ମଧ୍ୟ। ଡୁ ନଟ୍ ଭିଜିବୁଲ ଇନ୍ ଭାସ୍କୁଲାର ଟିସ୍ୟୁ, ଜାଇଲେମ୍ ଆଣ୍ଡ ଫ୍ଲୋଏମ୍। ସମ୍ଭାବ୍ୟ ଟିସ୍ୟୁ ଯାହାକୁ ଓଡ଼ିଆରେ କହୁଛେ, ଭାସ୍କୁଲାର ଟିସ୍ୟୁ ଏଇ ଥାଲୋଫାଇଟାରେ ଦେଖାଯାଏ ନାହିଁ। ଏକ୍ଜାମ୍ପଲ୍ ହେଉଛି କାଲଡୋଫୋରା। ଦେଖନ୍ତୁ କ୍ୟାରାର ଷ୍ଟ୍ରକ୍ଚର ଏଠି ଦେଖନ୍ତୁ ଭଲ ଭାବରେ। କାରା ହେଇଟି ପୁରା ଶିଉଳି ଭଳିଆ ଦେଖିବା ପାଇଁ, କାଲଡୋଫୋରା ବି ହେଇଟି ସେଇ ଶିଉଳି ଭଳିଆ ଦେଖିବା ପାଇଁ, କିନ୍ତୁ ଟିକେ ଚେଞ୍ଜେସ୍ ରୁହେ, ସାମାନ୍ୟ ଟିକେ ଚେଞ୍ଜେସ୍ ରୁହେ। ଇଏ ହେଉଛି ଥାଲୋଫାଇଟାର ବେଷ୍ଟ ଏକ୍ଜାମ୍ପଲ୍। ସୋ ତାପରେ ଆମେ ଏମିତି ଗୋଟେ ଟପିକ୍ ଦେଖିବା। ଆଉ କ'ଣ ଆର ଏକ୍ଜାମ୍ପଲ୍ ରହିଲା? ୟୁଲୋଥେରିଆ, ଏସବୁ ଆଲଜି, ଏସବୁ ତା'ର ଏକ୍ଜାମ୍ପଲ୍। ସେମିତି ଆସନ୍ତୁ ଦେଖିବା ବ୍ରାୟୋଫାଇଟା କ'ଣ ତା'ର କ୍ୟାରେକ୍ଟରିଷ୍ଟିକ୍ ଅଛି ଦେଖନ୍ତୁ। ନନ୍ ଭାସ୍କୁଲାର ପ୍ଲାଣ୍ଟସ୍ ଆଣ୍ଡ ଗ୍ରୋ ଇନ୍ ମଏଷ୍ଟ ସାଡି ଏନଭାରମେଣ୍ଟ। ସାଧାରଣତଃ ଭାସ୍କୁଲାର ପ୍ଲାଣ୍ଟ ଇଏ ନୁହେଁ, ଜାଇଲେମ୍ ଫ୍ଲୋଏମ୍ ନଥାଏ, ଆଉ ଇଏ କେଉଁଠି ବଢ଼ିଥାଏ? ମଏଷ୍ଟ ଆଉ ସାଡି ଏରିଆ, ଛାଇ ଆଉ ଟିକେ ସନ୍ତସନ୍ତିଆ ସ୍ଥାନରେ ବଢ଼ିଥାଏ। ନଟ୍ ଭିଜିବୁଲ୍ ପ୍ରପର୍ଲି ରୁଟ୍, ଷ୍ଟେମ୍ ଆଣ୍ଡ ଲିଭ୍ସ। ପ୍ରପର୍ଲି ରୁଟ୍ ଆଉ ଷ୍ଟେମ୍, ଲିଭ୍ସ ଦେଖାଯାଏ ନଥାଏ। ନଟ୍ ପ୍ରଡ୍ୟୁସ୍ ଫ୍ଲାୱାର ଆଣ୍ଡ ସିଡ୍ସ। ଫ୍ଲାୱାର ନଥାଏ କି ସିଡ୍ ବି ନଥାଏ, ମଞ୍ଜି ନଥାଏ କି ଫୁଲ ନଥାଏ। ଦ ମେନ୍ ପ୍ଲାଣ୍ଟ ବଡି ଇଜ୍ ହାପ୍ଲଏଡ୍।
ତାର ମୁଖ୍ୟ ପାର୍ଟ ହେଉଛି ହାପ୍ଲଏଡ୍। ବଡ଼ି ପାର୍ଟଟା କ'ଣ ହାପ୍ଲଏଡ୍। ସୋ ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ଆଉ କ'ଣ ରହିଲା ତାର ଏକ୍ଜାମ୍ପଲ୍ ହେଉଛି ମସେସ୍, ଯେମିତି ଫ୍ୟୁନେରିଆ ଆଉ ଲିଭରହୁଡ୍। ହେଇଠି ଦେଖନ୍ତୁ ଲିଭରହୁଡ୍ ଏଇ ଦୁଇଟାକୁ ରିକ୍ସିଆ ମାର୍କାନ୍ସିଆ ଇଏ ଦୁଇଟାକୁ ହେଉଛି ଲିଭରହୁଡ୍। ରିକ୍ସିଆ ହେଇଠି ଦେଖନ୍ତୁ ମାର୍କାନ୍ସିଆରେ ଟିକେ ଟିକେ ଗେମାକ ଉପରେ ଥାଏ, ଏଇ ଯେଉଁ ଫୁଟକା ଭଳିଆ ଦେଖାଯାଉଛି ସେଇଟା ହେଉଛି ଗେମାକପ୍। ତାପରେ ହେଇଠି ଦେଖନ୍ତୁ ଆମର ହୋର୍ନଉଡ଼୍ର କ'ଣ କ'ଣ ଆସୁଛି, ଆନ୍ଥେରୋସିରସ୍ରେ ଦୁଇ ପ୍ରକାର ହେଇଠି ଆନ୍ଥେରୋସିରସ୍ ଦେଖନ୍ତୁ, ଆର୍ଜିଷ୍ଟିକ୍ସ ନେରିସିସ୍, ଇଏ ହେଉଛି ଦୁଇଟା ଅଲଗା ଅଲଗା ସ୍ପେସିସ୍। ସୋ ଏଇଠି ତା'ର ଏକ୍ଜାମ୍ପଲ୍ଟା ଦେଖନ୍ତୁ। ତେଣୁ ଆପଣମାନେ ବୁଝିପାରୁଥିବେ ମୁଁ ଭାବୁଛି। ଚାଲନ୍ତୁ ଆଗକୁ ଦେଖିବା ଟେରିଡୋଫାଇଟ୍ସ। ଟେରିଡୋଫାଇଟ୍ସରେ କ'ଣ କ'ଣ ଅଛି? ଇଟ୍ ଇଜ୍ ଏ ଭାସ୍କୁଲାର ପ୍ଲାଣ୍ଟସ୍ ଦ୍ୟାଟ୍ reproduce through spores and do not visible in flower seeds। ସୋ ସାଧାରଣତଃ ଫ୍ଲାୱାର ଆଉ ସିଡ୍ସ ଦେଖାଯାଏ ନାହିଁ, କିନ୍ତୁ ଇଏ ଭାସ୍କୁଲାର ପ୍ଲାଣ୍ଟ ହେବ, ଜାଇଲେମ୍ ଫ୍ଲୋଏମ୍ ଦୁଇଟାକୁ ରହିଥିବ। ତା ସହିତ ଆର ରିପ୍ରଡକ୍ସନ୍ ପାଇଁ ମାନେ ଫ୍ଲାୱାର ତ ନାହିଁ ମାନେ ରିପ୍ରଡକ୍ସନ୍ ହେଇପାରିବ ନାହିଁ, କିନ୍ତୁ ଆର ସ୍ୱତନ୍ତ୍ର କିଛି ସ୍ପୋର୍ସ ଥାଏ। କ'ଣ ଦେଖିବା ତା ବିଷୟରେ? ମୋଷ୍ଟଲି ଫାଉଣ୍ଡ ଇନ୍ ମଏଷ୍ଟ ଆଣ୍ଡ ସାଡିଲେସ୍, ସମ୍ ଗ୍ରୋ ଇନ୍ ଟ୍ରପିକାଲ ଫରେଷ୍ଟ ହ୍ୱାଇଲ୍ ଏ ଫ୍ୟୁ ଆଡପ୍ଟ ଟୁ ଡ୍ରାଏ କଣ୍ଡିସନ୍ସ। ସାଧାରଣତଃ ମଏଷ୍ଟ ଆଉ ସାଡି ଏରିଆରେ ଦେଖା ହେଇଥାଏ। ଆଉ କେଉଁଠି ଦେଖା ହେଇଥାଏ? ବେଳେବେଳେ ଟ୍ରପିକାଲ ଫରେଷ୍ଟରେ ମଧ୍ୟ ଦେଖା ହେଇଥାଏ। ଏ ସ୍ପେସିଫିକ୍ କ୍ୟାରେକ୍ଟର ଭିଜିବୁଲ୍ ଇନ୍ ଡୋର୍ସାଲ ସର୍ଫେସ୍ ଦ୍ୟାଟ୍ ଇଜ୍ ସ୍ପୋରାଞ୍ଜିଆ। ଦିସ୍ ସ୍ପୋରାଞ୍ଜିଆ ଫର୍ମେସନ୍ ମେନି ସ୍ପୋର୍ସ। ସୋ ଇଟ୍ ଇଜ୍ ଏ ସ୍ପୋରୋଫାଇଟିକ୍ ପ୍ଲାଣ୍ଟ। ସାଧାରଣତଃ ଡୋର୍ସାଲ ଆଉ ଭେଣ୍ଟ୍ରାଲ ସର୍ଫେସ୍ ଲିଭ୍ର ଦୁଇଟା ଅଛି। ଯେଉଁ ତଳପଟ ସର୍ଫେସ୍ଟାକୁ ଡୋର୍ସାଲ ସର୍ଫେସ୍ କୁହାଯାଏ, ସେଇ ପାର୍ଟରେ ସ୍ପୋରାଞ୍ଜିଆ ଥାଏ। ସେଇ ସ୍ପୋରାଞ୍ଜିଆରୁ ଫର୍ମେସନ୍ ହୁଏ ସ୍ପୋର୍ସ, ଯାହାଦ୍ୱାରା ଏଇ ସ୍ପୋର୍ସ ମାଧ୍ୟମରେ ହିଁ ସେ ଫର୍ଟିଲାଇଜେସନ୍ ପ୍ରକ୍ରିୟାଟା କଣ୍ଟିନ୍ୟୁ ଷ୍ଟାର୍ଟ କରିଥାଏ। ଇଏ ହେଉଛି ଦେଖନ୍ତୁ ଲିଭ୍ର ଲୋୟର ସର୍ଫେସ୍ଟାକୁ କ'ଣ କୁହାଯାଏ? ଆକ୍ସେସିଆଲ୍ ବା ଡୋର୍ସାଲ ସାଇଡ୍ କୁହାଯାଏ ବା ଡୋର୍ସାଲ ସର୍ଫେସ୍ କୁହାଯାଏ। ଇଏ ହେଉଛି ଏଇଠି ଭଲ ଭାବରେ ଦେଖନ୍ତୁ, ଇଏ ହେଉଛି ଡୋର୍ସାଲ ସାଇଡ୍। ଅପରଟାକୁ କୁହାଯାଏ ଭେଣ୍ଟ୍ରାଲ ସାଇଡ୍। ଉପର ଚିକଣିଆ ଅଂଶଟାକୁ କୁହାଯାଏ ଭେଣ୍ଟ୍ରାଲ ସାଇଡ୍, ତଳପଟ ଖଦଡ଼ା ଅଂଶକୁ କୁହାଯାଏ ଡୋର୍ସାଲ ସାଇଡ୍। ଇଏ ହେଉଛି ପତ୍ରର ନାମକରଣ। ସେମିତି ଦେଖନ୍ତୁ ଭଲ ଭାବରେ ସ୍ପୋରାଞ୍ଜିଆର କେମିତି ଭିଜିବୁଲ୍ ହେଉଛି ଡୋର୍ସାଲ ସର୍ଫେସ୍ରେ ସ୍ପୋରାଞ୍ଜିଆ ଗୁଡ଼ିକ ଦେଖନ୍ତୁ ବିନ୍ଦୁ 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 ଭଳିଆ ପଛପଟେ ରହିଛି। ଇଏ ହେଉଛି କ'ଣ? ସ୍ପୋରାଞ୍ଜିଆ। ଏଇ ସ୍ପୋରାଞ୍ଜିଆରୁ ଛୋଟ ଛୋଟ ପୁରା ଛୋଟ ଛୋଟ ବହୁତ ଛୋଟ ଛୋଟ ସ୍ପୋର ସବୁ ରିଲିଜ୍ ହୋଇଥାଏ। ଆଉ ୱାଟର ମାଧ୍ୟମରେ ଇଏ ଫର୍ଟିଲାଇଜେସନ୍ ହୋଇଥାଏ, କିନ୍ତୁ ଆର ନିର୍ଦ୍ଦିଷ୍ଟ ଫ୍ଲାୱାର ନଥାଏ କି ରିପ୍ରଡକ୍ସନ୍ ପ୍ରୋସେସ୍ ସ୍ୱତନ୍ତ୍ର ନଥାଏ। ଏଇ ସ୍ପୋର୍ସ ଖାଲି ରିଲିଜ୍ କରିଥାଏ। ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ ସ୍ପୋରାଞ୍ଜିଆ। ଦେଖନ୍ତୁ ଭଲ ଭାବରେ ଷ୍ଟ୍ରକ୍ଚରଟା ପୁରା ଡିଟେଲ୍ସ କେମିତି ଦେଖାଯାଉଛି। ସେଇଠି ଦେଖନ୍ତୁ ଆହୁରି ଡିଟେଲ୍ସ କ୍ଲାରିଫିକେସନ୍ କରିକି ଦେଖନ୍ତୁ। ସ୍ପୋରାଞ୍ଜିଆ ହେଇଠି ଦେଖନ୍ତୁ ଯେଉଁ ଆମର ମାଟିଆ କଲର୍ ଦେଖାଯାଉଛି, ସିଏ ହେଉଛି ସ୍ପୋରାଞ୍ଜିଆ। ତା'ର ଅପର ପାର୍ଟରେ ସୋରସ୍ ଦେଖାଇଥାଏ, ଆଉ ସୋରିଟା ଦେଖାଇଥାଏ ଯେଉଁ ମିଡ଼ିଲ୍ ପାର୍ଟରେ। ସୋ ସ୍ପୋରାଞ୍ଜିଆର ଷ୍ଟ୍ରକ୍ଚର ଏଇଟା। ଇଏ ହେଉଛି ଟେରିଡୋଫାଇଟ୍ର ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ଏଇ ସ୍ପୋରାଞ୍ଜିଆକୁ କହିବାକୁ ଗଲେ ଗୋଟେ ରିପ୍ରଡକ୍ଟିଭ୍ ପାର୍ଟ। ସେ ରିପ୍ରଡକ୍ସନ୍ ମଧ୍ୟ ସାହାଯ୍ୟ କରିଥାଏ, କାହିଁକିନା ଏଇଠୁ ହିଁ ସ୍ପୋର ରିଲିଜ୍ ହେଇଥାଏ, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଏଇ ସ୍ପୋର ଆଉ ଗୋଟେ ଅନ୍ୟ ସ୍ପୋର ସହିତ ମିଶିଲେ ଗୋଟେ ନୂଆ ଟେରିଡୋଫାଇଟ୍ ସୃଷ୍ଟି କରିଥାଏ। ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ସୋ ଭଲ ଭାବରେ ଷ୍ଟ୍ରକ୍ଚରଟା ଟିକେ ଭଲ ଭାବରେ ଦେଖନ୍ତୁ। ଇଏ ସେଥିପାଇଁ ଆକୁ କ'ଣ କୁହାଯାଏ? ସ୍ପୋରୋଫାଇଟିକ୍ ପ୍ଲାଣ୍ଟ। ଆ ପାଖରେ କିଛି ନଥିବ କିନ୍ତୁ ସ୍ପୋର ଖାଲି ରିଲିଜ୍ କରୁଥିବ। ବୋଥ୍ ଜାଇଲେମ୍ ୱାଟର ଟ୍ରାନ୍ସଫର୍ ଆଣ୍ଡ ଫ୍ଲୋଏମ୍ ନ୍ୟୁଟ୍ରିସନ୍ ଟ୍ରାନ୍ସଫର୍ ପ୍ରେଜେଣ୍ଟ। ବୋଥ୍ ଭାସ୍କୁଲାର ଟିସ୍ୟୁ ପ୍ରେଜେଣ୍ଟ ମାନେ ଜାଇଲେମ୍ ପ୍ରେଜେଣ୍ଟ, ଫ୍ଲୋଏମ୍ ପ୍ରେଜେଣ୍ଟ। ଜାଇଲେମ୍ ଦ୍ୱାରା ୱାଟରଟା ଟ୍ରାନ୍ସଫର୍ ହୋଇଥାଏ, ଫ୍ଲୋଏମ୍ ଦ୍ୱାରା ନ୍ୟୁଟ୍ରିସନ୍ ବା ଫୁଡ୍ ମ୍ୟାଟେରିଆଲ୍ ଟ୍ରାନ୍ସଫର୍ ହୋଇଥାଏ ଗୋଟେ ପାର୍ଟରୁ ଅନ୍ୟ ପାର୍ଟକୁ। Roots, stem, leaves well developed and visible, no seed, no flower। ସିଡ୍ ନଥାଏ କି ଫ୍ଲାୱାର ନଥାଏ, କିନ୍ତୁ ରୁଟ୍, ଷ୍ଟେମ୍, ଲିଭ୍ସ ସେରା କ'ଣ ହୋଇଥାଏ? ପ୍ରପର୍ ଡେଭଲପ୍ ହୋଇକି ରହିଥାଏ। ୱାଟର ନିଡେଡ୍ ଫର୍ ଫର୍ଟିଲାଇଜେସନ୍ ବିକଜ୍ ଟ୍ରାନ୍ସପୋର୍ଟ ଇନ୍ ସ୍ପୋର ୱାନ୍ ପାର୍ଟ ଟୁ ଆନାଦର ପାର୍ଟ। ଏକ୍ଜାମ୍ପଲ୍ ଫର୍ନ ଟ୍ରିସ୍, ଡାକ୍ଟେରିସ୍, ହୋଷ୍ଟେଲ୍ସରେ ଇକ୍ୟୁସେଟମ୍, କ୍ୟୁମସ୍ଟରେ ଲାଇକୋପୋଡ଼ିୟମ୍, ସେଲାଜିନେରା। ଦେଖନ୍ତୁ ସେ କ'ଣ କହିଲା ନା, ଏଇ ଯେଉଁ
ୱାଟରଟା ଫର୍ଟିଲାଇଜେସନ୍ ପାଇଁ ସାହାଯ୍ୟ କରିଥାଏ। କାହିଁକି ନା ସ୍ପୋର ଗୁଡ଼ିକ ଗୋଟେ ଜାଗାରୁ ଅନ୍ୟ ଜାଗାକୁ କେମିତି ଯିବ, ୱାଟର ମାଧ୍ୟମରେ ହିଁ ଯିବ। ଯାଇକି ଦୁଇଟା ସ୍ପୋର ମିଶିଲେ ଫର୍ଟିଲାଇଜେସନ୍ ପ୍ରୋସେସ୍ଟା ଷ୍ଟାର୍ଟ ହେବ। ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଉ ଆର ସ୍ୱତନ୍ତ୍ର ସିଡ୍ ନଥାଏ କି ମଞ୍ଜି ନଥାଏ କି ଫୁଲ ବି ନଥାଏ, କିନ୍ତୁ ପ୍ରପର୍ ଷ୍ଟେମ୍ ଥାଏ ଆଉ ଲିଭ୍ ଥାଏ, ରୁଟ୍ ବି ଥାଏ, ଚେର କାଣ୍ଡ ଆଉ ପତ୍ର ପ୍ରପର୍ଲି ଥାଏ, ଆଉ ଭାସ୍କୁଲାର ଟିସ୍ୟୁ ଥାଏ, ଜାଇଲେମ୍ ଆଉ ଫ୍ଲୋଏମ୍ ଥାଏ, କିନ୍ତୁ ରିପ୍ରଡକ୍ଟିଭ୍ ପାର୍ଟ କିଛି ନଥାଏ, ମାନେ ଫ୍ଲାୱାର ନଥାଏ। କିନ୍ତୁ ତା'ର ସ୍ପୋରାଞ୍ଜିଆଟା ଖାଲି ଥାଏ। ସେଇ ସ୍ପୋରାଞ୍ଜିଆ ଯୋଗୁଁ ହିଁ ରିପ୍ରଡକ୍ସନ୍ ପ୍ରୋସେସ୍ଟା ଷ୍ଟାର୍ଟ ହେଉଛି। ଇଏ ତା'ର ସବୁ ଉଦାହରଣ, ଫର୍ନର ଉଦାହରଣ ବ୍ୟାକ୍ଟେରିସ୍, ଡାକ୍ଟୋରିସ୍ ଆଉ କ୍ୟୁମୋସିସ୍ର ଉଦାହରଣ ଲାଇକୋପୋଡ଼ିୟମ୍, ସେଲାଜିଏନା। ଏ ସେଲାଜିଏନା ତ ସାଧାରଣତଃ ଆମ ପାଖାପାଖି ଏରିଆରେ ମଧ୍ୟ ଦେଖା ହେଇଥାଏ। ସବୁ ପାଖାପାଖି ଏରିଆରେ ଦେଖା ହେଇଥାଏ, କିନ୍ତୁ ତାକୁ ଟିକେ ଚିହ୍ନିବାଟା ହେଉଛି ଭେରି ମୁସ୍କିଲ୍। ତେଣୁ ଫିଗର ମାଧ୍ୟମରେ ହିଁ ଆପଣମାନେ ଦେଖିପାରିବେ। ଏଇଠି ଦେଖନ୍ତୁ ଫିଗରଟା, ଏଇଠି ଫିଗରରେ କ'ଣ କ'ଣ ଡିଟେଲ୍ସ ଏକ୍ସପ୍ଲେନ୍ କରାଯାଇଛି। ଏଇଠି ଦେଖନ୍ତୁ ଫର୍ନର ଟେରିଡୋଫାଇଟ୍ ପ୍ଲାଣ୍ଟର ଏଇଠି ଫିଗରଟା ଦେଖନ୍ତୁ, କେମିତି ଲମ୍ବାଳିଆ ପତ୍ର ସବୁ ହେଇଛି, ଆଉ ତା'ର ପ୍ରପର୍ ଜାଇଲେମ୍ ଆଉ ଫ୍ଲୋଏମ୍ ବି ଅଛି, ଟିକେ ଷ୍ଟ୍ରଙ୍ଗ ଅଛି। ରିସିଆ ମ୍ୟାର୍କାନ୍ସିଆ ଠାରୁ ବହୁତ ଷ୍ଟ୍ରଙ୍ଗ ଅଛି। ସୋ କିନ୍ତୁ ଆର ଦେଖନ୍ତୁ ଏଠି ଫ୍ଲାୱାର ବିଲକୁଲ ନାହିଁ କି ସିଡ୍ ବି ନାହିଁ। ଫ୍ଲାୱାର ଯେଉଁଠି ତ ନଥିବ ସେଠି ସିଡ୍ ତ ରିଲିଜ୍ ହେଇପାରିବ, ସିଡ୍ ଫର୍ମେସନ୍ ହେଇପାରିବନି। ଆଉ ଏଠି ଦେଖନ୍ତୁ ସିଡ୍ ନାହିଁ କି ଫ୍ଲାୱାର ନାହିଁ, କିଛି ବି ନାହିଁ, ଖାଲି ଲିଭ୍ ହିଁ ଅଛି, ଛୋଟ ଛୋଟ ଲିଭ୍ ଖାଲି ଅଛି, ସେତିକି। ଦେଖନ୍ତୁ ହୋଷ୍ଟେଲର କାହା ଇକ୍ୟୁସେଟମ୍ଟା କାହିଁକି ହୋଷ୍ଟେଲ କୁହାଯାଏ। ଦେଖନ୍ତୁ ହୋର୍ସର ଯେମିତି ଗୋଡ଼ଟା ସେମିତି ଆର ଅଗ୍ରଭାଗଟା ଏପିକାଲ୍ ପାର୍ଟଟା ସେଇଭଳିଆ। ଆପିକାଲ୍ ପାର୍ଟ ଏଇଠି ଦେଖନ୍ତୁ ବ୍ଲାକ୍ କଲର୍ର ହୋଷ୍ଟେଲ ଭଳିଆ ଦେଖାହେଉଛି, ସେଥିପାଇଁ ତା ନାଁ ହେଲା ହୋଷ୍ଟେଲ। ସୋ ଲାଇକୋପୋଡ଼ିୟମ୍ ଯାହାକୁ କହୁଛି ମୋସେସ୍, ସେଠି କ୍ୟୁମସ୍ ହେରା ଦେଖନ୍ତୁ, ଲାଇକୋପୋଡ଼ିୟମ୍ ହେରା ଦେଖନ୍ତୁ ସେଇ ହୋଷ୍ଟେଲ ଭଳିଆ, କିନ୍ତୁ ଆର ବ୍ଲାକ୍ ନଥିବ, କିନ୍ତୁ ତା ସ୍ପେସିସ୍ର ସେଇଭଳିଆ ଦେଖିବା ପାଇଁ। ସେମିତି ସେଲାଜିଏନା ଦେଖନ୍ତୁ, ସେଲାଜିଏନାଟା କ'ଣ କେମିତି ଥାଏ, ରିକ୍ସିଆ ଭଳିଆ ଥାଏ, ରିକ୍ସିଆଠୁ ଟିକେ ଆଡ଼ଭାନ୍ସ ଥାଏ, ମାନେ ପ୍ରପର୍ଲି ତା'ର ଷ୍ଟ୍ରକ୍ଚର୍ ଥାଏ, ଆଉ ଲିଭ୍ ଥାଏ, କିନ୍ତୁ ଫ୍ଲାୱାର ନଥାଏ କି ପ୍ରପର୍ ରୁଟ୍ ଥାଏ, କିନ୍ତୁ ଫ୍ଲାୱାର ନଥାଏ, ଆଉ କ'ଣ ନଥାଏ, ସିଡ୍ ନଥାଏ, ରିପ୍ରଡକ୍ଟିଭ୍ ପାର୍ଟ ନଥାଏ ଆଉ ମେନଲି। ଆଉ ଚାଲନ୍ତୁ ଦେଖିବା। ଓପନ୍ ଫିଟସ୍ ଭିଜିବୁଲ୍ ଇନ୍ ଥାଲୋଫାଇଟା, ବ୍ରାଇଫାଇଟା, ଟେରିଡୋଫାଇଟା, ଦ୍ୟାଟ୍ ଫିଟସ୍ ଇଜ୍ କଲ୍ଡ ଆଜ୍ ସ୍ପୋର୍। ସୋ ଏଇ ଯେଉଁ ଭ୍ରୂଣଟା ଦେଖାଯାଏ, ଫିଟସ୍ଟା ଦେଖାଯାଏ, କେଉଁଠି ଦେଖାଯାଇଥାଏ ସାଧାରଣତଃ ଥାଲୋଫାଇଟା, ବ୍ରାଇଫାଇଟା ଆଣ୍ଡ ଟେରିଡୋଫାଇଟାରେ। ସେଇଟାକୁ କ'ଣ କୁହାଯାଏ, ସେ ଫିଟସ୍ଟାକୁ ସ୍ପୋର୍ କୁହାଯାଏ। ଦିସ୍ ପ୍ଲାଣ୍ଟ are very lower quality, mainly flower, fruits, leaves are not present, that is called as cryptogams plant and is non-flowering plants। ଯେଉଁ ପ୍ଲାଣ୍ଟର ଯେଉଁ ଗଛର ଫ୍ରୁଟ୍ ନଥାଏ, ଫଳ ନଥାଏ, ଫ୍ଲାୱାର ନଥାଏ, ଆଉ ଲିଭ୍ ନଥାଏ, ସେ ହେଉଛି କ୍ରିପ୍ଟୋଗ୍ରାମ୍ସରେ ଯିବ। ଆଉ ଯେଉଁମାନଙ୍କର ଫ୍ଲାୱାରିଂ ଥାଏ, ଫୁଲ ଥାଏ, ଆଉ ଲିଭ୍ ଥାଏ, ସବୁକିଛି ଥାଏ, ସେମାନେ କୁଆଡ଼େ କେଉଁଥିରେ ଯିବେ, ଫିନେରୋଗ୍ରାମରେ ଯିବେ। ଇଏ ହେଉଛି ଆ ଭିତରେ ଡିଫରେଣ୍ଟ। ଟିକେ ଫିଗରରେ ଭଲ ଭାବରେ ଦେଖିଦେବା। ଏଠି ଦେଖନ୍ତୁ କ୍ରିପ୍ଟୋଗ୍ରାମ୍ସର ଉଦାହରଣ କ'ଣ, ଆଲଜି ଆଉ ଫଞ୍ଜି। ଆଲଜି ଆଉ ଫଞ୍ଜିରେ କ'ଣ ଫ୍ଲାୱାର ବିଲକୁଲ ହିଁ ନଥାଏ, ଆଉ ତା'ର ବି ପ୍ରପର୍ ପ୍ଲାଣ୍ଟ ଷ୍ଟ୍ରକ୍ଚର୍ଟା ଯେମିତି ଦେଖିବା କଥା, ଗୋଟେ ସାଧାରଣ ପ୍ଲାଣ୍ଟର ଯେଉଁ ଲିଭ୍ର ଷ୍ଟ୍ରକ୍ଚର୍ଟା ଯେମିତି ଦେଖିବା କଥା, ପତ୍ରର ଯେମିତି ଆକୃତି ଆକାର ଥାଏ, ସେମିତି ଆଙ୍କର ବିଲକୁଲ ନଥାଏ। ଏଠି ଦେଖନ୍ତୁ ଆଉ କ'ଣ କ୍ରିପ୍ଟୋଗ୍ରାମ୍ସରେ ଯାଉଛି, ଲାଇକେନ୍, ବ୍ରାଇଫାଇଟ୍ସ ଆଉ ଟେରିଡୋଫାଇଟ୍ସ, ଏସବୁ ଯାଉଛି କ୍ରିପ୍ଟୋଗ୍ରାମ୍ସ। ମାନେ ଆଙ୍କ ପାଖରେ ଫୁଲ, ଫଳ, ମଞ୍ଜି କିଛି ବି ନଥାଏ। ସୋ ପତ୍ରଗୁଡ଼ା ବି ଭଲ ଭାବରେ ଡେଭଲପମେଣ୍ଟ ହେଇନଥାଏ, ମାନେ ପ୍ରପର୍ ଭିଜିବୁଲ୍ ହୋଇନଥାଏ। ଛୋଟ ଛୋଟ ପତ୍ର ଦେଖାଇଥାଏ, କିନ୍ତୁ ପ୍ରପର୍ ତା'ର ଷ୍ଟ୍ରକ୍ଚର୍ଟା ଯେମିତି ରହିବା କଥା ସେମିତି ରହିନଥାଏ। ସୋ ଇଏ ଲାଇକେନ୍ଟାକୁ ଆମେ କ'ଣ କହୁଛେ, ପଲ୍ୟୁସନ୍ ଇଣ୍ଡିକେଟର୍। ମାନେ ଯେଉଁଠି ଲାଇକେନ୍ ସଂଖ୍ୟା କମିବ, ଆମେ ଜାଣିବା ସେଇଠି ପ୍ରଦୂଷଣ ସଂଖ୍ୟା ବା ପଲ୍ୟୁସନ୍ ସଂଖ୍ୟା ଇନକ୍ରିଜ୍ ହେଲା, ବଢ଼ିଲା। ମାନେ ଲାଇକେନ୍ଟା ସଦାବେଳେ ନେଚର୍ର ଫ୍ରେଣ୍ଡ, ଭେରି 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 ଫ୍ରେଣ୍ଡ, କାହିଁକିନା ସେ ନେଚର୍ ଫ୍ରେଣ୍ଡ ଆଉ ପଲ୍ୟୁସନ୍ ଇଣ୍ଡିକେଟର୍।
ଅଲୱେଜ୍ ଏକ୍ଜାମ୍ରେ ହିଁ ପଡ଼ିଥାଏ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ସୋ ଟେରିଡୋଫାଇଟାରେ ଭାସ୍କୁଲାର ଟିସ୍ୟୁ ଦେଖାଯାଇଥାଏ, କିନ୍ତୁ ବ୍ରାଇଫାଇଟା ଆଉ ଥାଲାଫାଇଟା ବିଲକୁଲ ଦେଖାଯାଇ ନଥାଏ। ତେଣୁ ଆସନ୍ତୁ ଆଉ କିଛି ଦେଖିବା। ଫେନୋଗ୍ରାମ୍ସଟା ଯେଉଁମାନଙ୍କର ଫ୍ଲାୱାର ଥାଏ ଆଉ ଲିଫ୍ ବି ପ୍ରପର ଭାବରେ ଥାଏ। ଏଠି ଦେଖନ୍ତୁ ହ୍ୱିଟ୍ରେ ଫ୍ଲାୱାର ଅଛି, ତା'ର ବି ସିଡ଼ି ଅଛି। ଆଉ ସନଫ୍ଲାୱାର ବି ପ୍ରପର ଫ୍ଲାୱାର ଅଛି। ଆଉ ପାଇନରେ ଲିଫ୍ ଅଛି, ସବୁକିଛି ଅଛି। ଇଙ୍ଗରେ ସେ ଲିଫ୍ ଅଛି, ସବୁକିଛି ଅଛି। ଡିଟେଲ୍ସ ମାନେ ଫ୍ଲାୱାର ଥାଏ, ଲିଫ୍ ବି ଥାଏ, ଆଉ ସିଡ୍ ବି ଥାଏ ପ୍ରପରଲି। ସିଏ ଯିବେ କେଉଁଥିରେ? ସବୁ ଫେନୋଗ୍ରାମରେ ଯିବେ। ଚାଲନ୍ତୁ ଆଉ କିଛି ଟପିକ୍ ଦେଖିବା। ଆଉ ଫୋର୍ଥ ଟପିକ୍ କ'ଣ? ଜିମ୍ନୋସ୍ପର୍ମସ୍, ଯାହାକୁ କହୁଛେ ନଗ୍ନବୀଜ। ଜିମ୍ନୋସ୍ପର୍ମସ୍ ଆର୍ ଉଡି ପ୍ଲାଣ୍ଟସ୍, either shrubs, tree and rarely vines. Gymnosperm word derived from Greek word gymno, which means naked, and sperma, which means seed. So their seed are not enclosed within a fruits, unlike flowering plants. ସେ କ'ଣ କହିଲା ନା, ଏଇ ଯେଉଁ ଜିମ୍ନୋସ୍ପର୍ମଟା ସାଧାରଣତଃ ଉଡି ପ୍ଲାଣ୍ଟରେ ଦେଖାଯାଇଥାଏ, ଆଉ ସ୍କର୍ପ ଟ୍ରିରେ ମଧ୍ୟ ଭେରି ଦେଖାଯାଇଥାଏ, ଆଉ ରିଅଲି ଭାଇନରେ ବି ମଧ୍ୟ ଦେଖାଯାଇଥାଏ। ଜିମ୍ନୋସ୍ପର୍ମ ୱାର୍ଡ଼ଟା କେଉଁଠୁ ଆସିଛି? ଗ୍ରୀକ୍ ୱାର୍ଡ଼ରୁ ଆସିଛି। ଗ୍ରୀକ୍ ୱାର୍ଡ଼ ଦୁଇଟି, ଗୋଟେ ୱାର୍ଡ଼ ହେଉଛି ଜିମ୍ନୋ, ଯାହାର ଅର୍ଥ ନେକେଡ଼, ଆଉ ସ୍ପର୍ମା, ଯାହାର ଅର୍ଥ ସିଡ୍। ସୋ ଇଏ ହେଲା କ'ଣ? ନେକେଡ଼ ସିଡ୍। ସାଧାରଣତଃ ଜିମ୍ନୋସ୍ପର୍ମକୁ କ'ଣ କୁହାଯାଏ? ନେକେଡ଼ ସିଡ୍। ତା'ର ପ୍ରପର ଫ୍ଲାୱାର ନଥାଏ କି ଫ୍ରୁଟ୍ ବି ନଥାଏ। ସୋ ଏଠି ଦେଖନ୍ତୁ, ମୁଁ କ'ଣ କହିଛି, ୟାଙ୍କର ପ୍ରପର ଫ୍ଲାୱାର ନଥିବ କି ଫୁଡ୍ ବି ନଥିବ, କିନ୍ତୁ ଇଏ ହେଉଛି ମେଲ୍ କୋନ୍ ଆଉ ଫିମେଲ୍ କୋନ୍। ଏ ଯେଉଁ ତା'ର ଫ୍ଲାୱାରଟା ଦେଖାଯାଇଥାଏ, ମାନେ ପ୍ରପର ତା'ର ଷ୍ଟ୍ରକ୍ଚରଟା ଭଲ ଭାବରେ ଦେଖାଯାଇଥାଏ, କିନ୍ତୁ ସିଡ୍ଟା ତିଆରି ହେଲା ପରେ ସିଡ୍ଟା ଫ୍ରୁଟ୍ ଭିତରେ ନଥାଏ। ଫ୍ଲାୱାରଟା ଦେଖାଯାଇଥାଏ, କିନ୍ତୁ ପ୍ରପର ଫ୍ରୁଟ୍ ନଥାଏ। କାହିଁକିନା ସିଡ୍ଟା କାହା ଭିତରେ ରହିଥାଏ? ଫ୍ରୁଟ୍ ଭିତରେ ରହିଥାଏ, କିନ୍ତୁ ଏଠି ଫ୍ରୁଟ୍ ହିଁ ନଥାଏ। ତେଣୁ ତା'ର ସିଡ୍ କେଉଁଠି ରହିବ? ଏଇ ଦେଖନ୍ତୁ, କିଛି କୋନ୍ ଆକାର କୋନ୍ ଭଳିଆ ହେଇଛି, ତା ଭିତରେ ହିଁ କ'ଣ ଥାଏ? ଏଇ ସିଡ୍ ଗୋଟେ ରହିଥାଏ। ମେଲ୍ କୋନ୍ଟା ପୁରା ସିଧା ଦେଖାଯାଇଥାଏ, ଫିମେଲ୍ କୋନ୍ଟା ଟିକେ ରାଉଣ୍ଡେଡ଼ ଟାଇପ୍ର ଦେଖାଯାଇଥାଏ। ଇଏ ହେଉଛି ମେଲ୍ କୋନ୍ ଆଉ ଫିମେଲ୍ କୋନ୍। ଫିମେଲ୍ କୋନ୍ଟା ଟିକେ ଟିକେ ବଡ଼ ବଡ଼ କୋନ୍ ଦେଖାଯାଇଥାଏ। ଇଏ ହେଉଛି ଜିମ୍ନୋସ୍ପର୍ମ, ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ରିପ୍ରଡକ୍ସନ୍ ଓନ୍ଲି ଥ୍ରୋ ଦ କୋନ୍, ମେଲ୍ ଆଣ୍ଡ ଫିମେଲ୍ କୋନ୍। ସାଧାରଣତଃ ରିପ୍ରଡକ୍ସନ୍ ଏଇ ଫିମେଲ୍ ଆଉ ମେଲ୍ କୋନ୍ ମାଧ୍ୟମରେ ହିଁ ହେଇଥାଏ। ୱେଲ୍ ଡେଭଲପମେଣ୍ଟ ଭାସ୍କୁଲାର ସିଷ୍ଟମ୍, ଜାଇଲେମ୍ ଫ୍ଲୋଏମ୍। ଜାଇଲେମ୍ ଫ୍ଲୋଏମ୍ଟା ଯେଉଁ ଡେଭଲପମେଣ୍ଟ ତା'ର ହେଇଥାଏ, ପୁରା ଭଲ ଭାବରେ ଡେଭଲପମେଣ୍ଟ ହେଇକି ରହିଥାଏ। କୋନ୍ ଇଜ୍ ରାଇପିଂ, ଆଫ୍ଟର ଦ୍ୟାଟ୍ ସ୍ପଣ୍ଟାନିୟସ୍ ସିଡ୍ ଆର୍ ଫଲ୍ ଡାଉନ୍। ଯେତେବେଳେ କୋନ୍ଟା ପାଚିଯିବ, ସେହି ସମୟରେ ସ୍ପଣ୍ଟାନିୟସଲି ଅଟୋମେଟିକାଲି ସିଡ୍ ଗୁଡ଼ିକ କ'ଣ ହେଇଯିବ? ଝଡ଼ି ପଡ଼ିବ। ତା'ର ଏକ୍ଜାମ୍ପଲ୍ ହେଇଠି ଦେଖନ୍ତୁ, କୋନିଫେରାରେ କିଏ ଯାଉଛି? ପାଇନାଫିସ୍ପେରସ୍, ଇଏ ଯାଉଛି କୋନିଫେରା। ସାଇକାଡ୍ସରେ କ'ଣ ଯାଉଛି? ପ୍ଲାମ୍ ଲାଇକ୍ ପ୍ଲାଣ୍ଟ, ଯାହାକୁ କହୁଛି ସାଇକାସ୍। ଗିଙ୍କୋ ଓନ୍ଲି କ'ଣ ଯାଉଛି? ଗିଙ୍କୋ ବାଇଲଫ୍, ଯେଉଁଟା ଓନ୍ଲି ଲିଭିଂ ସ୍ପେସିସ୍। ଜେନୋଟୋଫାଇଟ୍ସ, ଇଫେଡ୍ରା। ଇଏ ହେଉଛି ସବୁକିଛି। ସେଇଠି ଦେଖନ୍ତୁ ଭଲ ଭାବରେ, ଇଏ ଚିତ୍ରଟା ଦେଖନ୍ତୁ। କୋନିଫେରୋଫାଇଟ୍ଟା ଇଏ ହେଉଛି ତା'ର ଚିତ୍ରଟା ହେଇଛି। ସାଇକାସ୍ର ହେଇଠି ଦେଖନ୍ତୁ ଚିତ୍ରଟା। ଗିଙ୍ଗୋର ହେଇଠି ଚିତ୍ରଟା ହେଇଠି ଦେଖନ୍ତୁ। ଜେନୋଟୋଫାଇଟ୍ସ ଚିତ୍ରଟା ଦେଖନ୍ତୁ। ତାଙ୍କର ମାନେ ପ୍ରପର ଫ୍ରୁଟ୍ ନଥାଏ, କିନ୍ତୁ ଖାଲି ସିଡ୍ ଥାଏ। ସିଡ୍ କେଉଁଠି ରହିଥାଏ? କୋନ୍ ଭଳିଆ ହେଇଥିବ, ସେ କୋନ୍ ହିଁ ରହିଥିବ। ଇଏ ହେଉଛି ଜିମ୍ନୋସ୍ପର୍ମର ଗୋଟେ ସ୍ପେସିଆଲ୍ କ୍ୟାରେକ୍ଟର୍ସ। ତାପରେ ଦେଖିବା ଆଞ୍ଜିଓସ୍ପର୍ମସ୍। ଆଞ୍ଜିଓସ୍ପର୍ମସ୍ ଯାହାକୁ କହୁଛି ଓଡ଼ିଆରେ କ'ଣ କହୁଛି? ଆବୃତବୀଜ। ଆଞ୍ଜିଓସ୍ପର୍ମ କ'ଣ? ଆଞ୍ଜିଓସ୍ପର୍ମ ଉଡି ପ୍ଲାଣ୍ଟ ଆଣ୍ଡ flowering plants that produce seed enclosed within a fruits. Angiosperm words are derived from Greek word angio, which means covered, and sperma, which means seed. So covered seed plant. So this seed covered by fruit. So angiosperm ସାଧାରଣ କେଉଁଠି ଦେଖାଯାଇଥାଏ? ଉଡି ପ୍ଲାଣ୍ଟ। ଆଞ୍ଜିଓସ୍ପର୍ମଟା କ'ଣ ହେଇଥାଏ? ଉଡି ପ୍ଲାଣ୍ଟ, ମାନେ ପୁରା ଶକ୍ତ ପୁରା ଗଛ ସେଇଟା। କିନ୍ତୁ
ତା'ର ସିଡ଼୍ଟା କାହା ଭିତରେ ରହିଥାଏ? ଫ୍ରୁଟ୍ ଭିତରେ ହିଁ ରହିଥାଏ। ପ୍ରପର୍ ଫ୍ରୁଟ୍ ତା'ର ରହିଥାଏ। ତେଣୁ ଆଞ୍ଜିଓସ୍ପର୍ମ ୱାର୍ଡ଼ଟା କେଉଁଠୁ ଆସିଛି? ଗ୍ରୀକ୍ ୱାର୍ଡ଼ରୁ ଆସିଛି। ଆଞ୍ଜିଓ ଯାହାର ଅର୍ଥ ହେଉଛି କଭରେଟ୍, ସ୍ପର୍ମାର ଅର୍ଥ ହେଉଛି ସିଡ଼୍। ସୋ କଭରେଟ୍ ସିଡ଼୍ ମାନେ ତା'ର ସ୍ୱତନ୍ତ୍ର ଫ୍ରୁଟ୍ ଥାଏ, ତା ଭିତରେ ସିଡ଼୍ଟି ଥାଏ। ତାହେଲେ ଏଇଠି କଭରେଟ୍ କିଏ କରିକି ଅଛି? ଫ୍ରୁଟ୍ ହିଁ କଭରେଟ୍ କରିକି ଅଛି। ଏଠି ଦେଖନ୍ତୁ ଆଞ୍ଜିଓସ୍ପର୍ମ ପ୍ଲାଣ୍ଟର ପ୍ରପର୍ ଷ୍ଟ୍ରକ୍ଚର୍ ପୁରା ତା'ର ଯେମିତି ଆମର ଫ୍ଲାୱାରଟା ରହିବା କଥା, ଯେମିତି ମେଲ୍ ପାର୍ଟରେ, ଫିମେଲ୍ ପାର୍ଟରେ, ଆଉ ସେପାଲ୍ ପେଟାଲ୍ ଇଏ ଯେମିତି ରହିବା କଥା ସେମିତି ପ୍ରପର୍ ଆରେଞ୍ଜମେଣ୍ଟରେ ରହିଥାଏ। ଆଉ ତା'ର ରୁଟ୍ ବି ଭଲ ଭାବରେ ଗ୍ରୋ କରିଥାଏ। ଷ୍ଟେମ୍ ବି ଭଲ ଭାବରେ ପୁରା ଥାଏ। ଷ୍ଟେମ୍ ଭିତରେ କ'ଣ ଜାଇଲେମ୍, ଫ୍ଲୋଏମ୍, ଭାସ୍କୁଲାର୍ ଟିସ୍ୟୁ ସବୁ ଥାଏ। ସୁଟ୍ ବି ଥାଏ। ଆଉ ଲିପ୍ ପ୍ରପର୍ ଆରେଞ୍ଜରେ ଥାଏ। ଆଉ ମାନେ ପୁରା ଆଡ଼ଭାନ୍ସ ଲେବୁଲ୍ ତ, ମାନେ ଆଠୁ ଆଡ଼ଭାନ୍ସ ଆଉ କିଛି ନାହିଁ। ପୁରା ଆଡ଼ଭାନ୍ସ ସବୁ ଡେଭଲପ୍ ହେଇପାରିଛି। ଫ୍ଲାୱାର ପ୍ରପର୍ଲି ଡେଭଲପ୍ ହେଇପାରିଛି। ପ୍ଲାଣ୍ଟ ପ୍ରପର୍ଲି ଡେଭଲପ୍ ହେଇ ପ୍ଲାଣ୍ଟର ଲିଫ୍ ବି ପ୍ରପର୍ଲି ଡେଭଲପ୍ ହେଇପାରିଛି। ସୋ ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ସିଡ୍ କ୍ୟାରିଟ୍ 1 or 2 କଟିଲିଡନ୍, ଯାହାକୁ ଓଡ଼ିଆରେ କହୁଛେ ବୀଜପତ୍ର, ଇନ୍ ଆନ୍ ଇନର୍ ପାର୍ଟ। ସୋ ଯେଉଁ ସିଡ୍ଟାରେ ଗୋଟେ କଟିଲିଡନ୍ ଥାଏ ବା ଦୁଇଟା ବି କଟିଲିଡନ୍ ଥାଏ। ଦିସ୍ କଟିଲିଡନ୍ ଡିଭାଇଡେଡ୍ ନମ୍ବର ବେସ୍ରେ 2 types in angiosperms। ମନୋକଟିଲିଡନ୍ ଏକ ବୀଜପତ୍ର ଆଉ ଡାଇକଟିଲିଡନ୍ ଦ୍ୱିବୀଜପତ୍ର। ସୋ ଏ କଟିଲିଡନ୍କୁ ତା'ର ନମ୍ବର ବେସ୍ରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ଆଞ୍ଜିଓସ୍ପର୍ମକୁ। ଆଞ୍ଜିଓସ୍ପର୍ମକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଯେଉଁ କାହାକୁ ନେଇକି ଦୁଇ ଭାଗରେ ବିଭକ୍ତ କରାଯାଇଛି? କଟିଲିଡନ୍କୁ ଦେଖିକି ହିଁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ମନୋକଟିଲିଡନ୍ ଆଉ ଗୋଟେ ହେଲା ଡାଇକଟିଲିଡନ୍। ଯାହାକୁ ଏକବୀଜପତ୍ର କୁହାଯାଏ। ଉଦାହରଣ ରାଇସ୍, ହ୍ୱିଟ୍, ମାଇଜ୍, ସୁଗାରକେନ୍, କୋକୋନଟ୍, ଓନିଅନ୍ ଏସବୁ ମନୋକଟିଲିଡନ୍ର ଉଦାହରଣ। ଡାଇକଟିଲିଡନ୍ର ଦ୍ୱିବୀଜପତ୍ରର ଉଦାହରଣ କ'ଣ? କୁକୁମ୍ବର, ଜର୍ ଇଏ ହେଉଛି ଡାଇକଟିଲିଡନ୍ର ଉଦାହରଣ। ଇଏ ଭେରି ଭେରି ଇମ୍ପୋର୍ଟାଣ୍ଟ। କାହିଁକିନା ଉଦ୍ଭିଦ ଯେକୌଣସି ଆମେ ଚିହ୍ନିବା ସେଇଟା ମନୋକଟିଲିଡନ୍ କି ଡାଇକଟିଲିଡନ୍ ସେଇଟା ଜାଣିବା ଦରକାର। କେମିତି ଜାଣିବା? ତା'ର କଟିଲିଡନ୍ଟା କେତେଟା ଅଛି। ଯଦି ଗୋଟିଏ ଥିବ ତାହେଲେ ଗୋଟିଏ କଟିଲିଡନ୍ ଥିଲେ ସେଇଟା ମନୋକଟିଲିଡନ୍, ଦୁଇଟା ଥିଲେ ଡାଇକଟିଲିଡନ୍। ଏଠି ଭଲ ଭାବରେ ଦେଖନ୍ତୁ ସିଡ୍, ଏଇ ଯେଉଁ ସିଡ୍ ଅଛି ମନୋକଟିଲିଡନ୍ ସିଡ୍ ଅଛି, ଡାଇକଟିଲିଡନ୍ ସିଡ୍ ଅଛି, କିନ୍ତୁ ମନୋକଟିଲିଡନ୍ ଗୋଟେ କଟିଲିଡନ୍ ଅଛି। କିନ୍ତୁ ଆମର ଡାଇକଟିଲିଡନ୍ ଦୁଇଟା କଟିଲିଡନ୍ ଅଛି। ଆର ରୁଟ୍ଟା କେମିତି? ମନୋକଟିଲିଡନ୍ ରୁଟ୍ଟା କେମିତି? ଫାଇବ୍ରସ୍ ରୁଟ୍, କିନ୍ତୁ ଡାଇକଟିଲିଡନ୍ ରୁଟ୍ଟା କେମିତି? ଟ୍ୟାପ୍ ରୁଟ୍। ମାନେ ମନୋକଟିଲିଡନ୍ ରୁଟ୍ଟା ପୁରା ବ୍ରାଞ୍ଚ ଭଳିଆ ହେଇଥିବ, ଗୁଚ୍ଛ ଭଳିଆ ହେଇଥିବ, କିନ୍ତୁ ଡାଇକଟିଲିଡନ୍ର ପୁରା ସଳଖ। ଆଉ ଆର ଫ୍ଲାୱାର ହାଇଟ୍ ଦେଖନ୍ତୁ, ହେଭି ପେଟାଲ୍ ଇନ୍ ମଲ୍ଟିପୁଲ୍ ଅଫ୍ 3, ହାଭ୍ 4 or 5 ପେଟାଲ୍ସ। ଏଠି ମନୋକଟିଲିଡନ୍ର ଫ୍ଲାୱାରଟା କେମିତି? ବହୁତ ପେଟାଲ୍ ତା'ର ଥାଏ, ବହୁତ 3ରୁ ଅଧିକ ପେଟାଲ୍ ଥାଏ। କିନ୍ତୁ ଡାଇକଟିଲିଡନ୍ ସାଧାରଣତଃ 4ଟା କି 5ଟା ବେଶୀରେ ରହିଥାଏ ପେଟାଲ୍, ତା'ର ଅଧିକ ପେଟାଲ୍ ନଥାଏ। ହେ ଦେଖନ୍ତୁ ମନୋକଟିଲିଡନ୍ ଲିଫ୍ଟା କେମିତି ଦେଖିବା ପାଇଁ? ନ୍ୟାରୋ ପ୍ୟାରାଲାଲ୍ ଭେନ୍ସ। ଇଏ ହେଉଛି ମନୋକଟିଲିଡନ୍ ଲିଫ୍ଟା ଦେଖିବା ପାଇଁ। ଡାଇକଟିଲିଡନ୍ ଲିଫ୍ଟା କେମିତି ଦେଖିବା ପାଇଁ? ଓଭାଲ୍ ଓର୍ ପ୍ଲାମେଟ୍ ନେଟ୍ ଲାଇକ୍ ଭେନ୍ସ। ସବୁ ଭାସ୍କୁଲାର୍ ବଣ୍ଡଲ୍ଟା ଆର ଯେଉଁ ରହିଥାଏ ଆରେଞ୍ଜ ହେଇକି ପ୍ରପର୍ ଆରେଞ୍ଜ ନଥାଏ, ଇଆଡ଼ୁ ସିଆଡ଼ୁ ହେଇକି ମେଞ୍ଚେ ରହିଥାଏ, ସ୍କାଟର୍ଡ଼ ଆକାରରେ ରହିଥାଏ, ବିଚ୍ଛାରିତ ହେଇକି ରହିଥାଏ। କିନ୍ତୁ ଡାଇକଟିଲିଡନ୍ରେ ରିଙ୍ଗ୍ ସେପ୍ ଥିବ, ତା'ର ବଣ୍ଡଲ୍ଟା କେମିତି ଥିବ? ରିଙ୍ଗ୍ ସେପ୍ରେ ଥିବ। ପୋଲେନ୍ ଗ୍ରେନ୍ଟା ହାଭ୍ ଏ 1 pore or furrow, ହାଭ୍ ଏ 3 pores or furrow। ମାନେ ମନୋକଟିଲିଡନ୍ରେ ଗୋଟେ ପୋର୍ ଥାଏ, କିନ୍ତୁ ଡାଇକଟିଲିଡନ୍ରେ 3ଟା ପୋର୍ସ ଥାଏ। ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ଆ ଭିତରେ ଡିଫରେଣ୍ଟ ମନୋକଟିଲିଡନ୍ ଆଉ ଡାଇକଟିଲିଡନ୍ ମଧ୍ୟରେ ପ୍ରପର୍ ଡିଫରେଣ୍ଟ। ସୋ ଆର ଭାସ୍କୁଲାରଟା ବଣ୍ଡଲ୍ଟା ସ୍କାଟେଲ୍ ଥାଏ, ଆର ରିଙ୍ଗ୍ ଥାଏ। ଲିଫ୍ ଆର ନ୍ୟାରୋ ପ୍ୟାରାଲାଲ୍ ଥାଏ, ତା'ର ପ୍ରପର୍ ଆରେଞ୍ଜ ରହିଥାଏ। ସୋ visible in presence of flower and well developed vascular tissue, widely variety from herbs, shrubs, dish. Leaves are usually broad and flat. Angiosperm are the most diverse and wider spread group of plants on earth.
ଏକ୍ଜାମ୍ପଲ୍ସ ମ୍ୟାଙ୍ଗୋ, ରୋଜ୍, ଆପଲ୍, ସନଫ୍ଲାୱାର, ରାଇସ୍ ଆଣ୍ଡ ହ୍ୱିଟ୍। ସେ କ'ଣ କହିଲା ନା ଏଇ ଯେଉଁ ମୁଁ ସେ ପୂର୍ବରୁ ହିଁ ୟା ବିଷୟରେ ଡିସ୍କସନ୍ କରିସାରିଛି। ଆର ଫ୍ଲାୱାରଟା କ'ଣ ଭିଜିବୁଲ୍ ପ୍ରପର୍ ଭିଜିବୁଲ୍ ହୋଇଥାଏ, ଆଉ ଭାସ୍କୁଲାର ଟିସ୍ୟୁ ଥାଏ, ଆଉ ସାଧାରଣତଃ ତା'ର ଲିଭ୍ ଏରା ଫ୍ଲାଟ୍ ଆଉ ଦେଖାଯାଇଥାଏ। ଆଉ ସାଧାରଣତଃ ଏଇ ଆଞ୍ଜିଓସ୍ପର୍ମଟା ପୃଥିବୀରେ ବହୁତ ମାତ୍ରାରେ ଦେଖାଯାଇଥାଏ। ତା'ର ୱାଇଡ଼ର୍ ସ୍ପ୍ରେଡ୍ ଗ୍ରୁପ୍ ଅଛି, ବହୁତ ବ୍ୟାପ୍ତ ଭାବରେ ସେଇ ଆଞ୍ଜିଓସ୍ପର୍ମ ବ୍ୟାପିଛି। ସବୁଠୁ ଯେଉଁ 5ଟା ଆମେ ପଢ଼ିଲେ ବ୍ରାୟୋଫାଇଟା, ଟ୍ରିଡୋଫାଇଟା, ଜିମ୍ନୋସ୍ପର୍ମ, ଆଞ୍ଜିଓସ୍ପର୍ମ, ତା ମଧ୍ୟରୁ ଆଞ୍ଜିଓସ୍ପର୍ମ ଗଛ ଗୁଡ଼ିକର ସଂଖ୍ୟା ବହୁତ ଅତ୍ୟଧିକ ଅଛି। ଏକ୍ଜାମ୍ପଲ୍ ଦେଖନ୍ତୁ ମ୍ୟାଙ୍ଗୋ, ରୋଜ୍, ଆପଲ୍, ସନଫ୍ଲାୱାର, ରାଇସ୍, ହ୍ୱିଟ୍, ଇଏ ହେଉଛି ଆଞ୍ଜିଓସ୍ପର୍ମର ଏକ୍ଜାମ୍ପଲ୍ସ। ସେଇଠି ଟିକେ ଦେଖିନ୍ତୁ ମନୋକଟିଲିଡନ୍, ଡାଇକଟିଲିଡନ୍, କଟିଲିଡନ୍ଟା ସେଇଠି ଦେଖନ୍ତୁ କେମିତି ଅଛି ଆରେଞ୍ଜ ହେଇକି। ଆର ସେଇଠି ଫାଇବର୍ସ ରୁଟ୍ ଗଛ ଭଳିଆ ଅଛି। ଆର କ'ଣ ଗାଜରଟା ସେଇଠି ଦେଖନ୍ତୁ ଟ୍ୟାପ୍ ରୁଟ୍। ସେଇଠି ମନୋକଟିଲିଡନ୍ ପାରାଲାଲ୍ ଲିଭ୍ ଅଛି, କିନ୍ତୁ ଏଇଟା ଲିଭ୍ଟା କ'ଣ ଭେନ୍ ସେପ୍ର ଅଛି। ସୋ ଏଇଟା ସ୍କାଟେଡ୍ ଷ୍ଟେମ୍ ଭାସ୍କୁଲାର ବଣ୍ଡଟା ସ୍କାଟେଡ୍ ଆକାରରେ ଅଛି, କିନ୍ତୁ ଏଇଟା ପ୍ରପର୍ ଭାସ୍କୁଲାର ବଣ୍ଡଟା ରିଙ୍ଗ୍ ସେପ୍ରେ ଅଛି। ଆର ପେଟାଲ୍ ସଂଖ୍ୟା ଅଧିକ ରହିଯାଉଛି, 3ରୁ ଅଧିକ ରହିଯାଉଛି, କିନ୍ତୁ ଆର ପ୍ରପର୍ 4ଟା କି 5ଟା ପେଟାଲ୍ ରହୁଛି। ଇଏ ହେଉଛି ମନୋକଟିଲିଡନ୍, ଡାଇକଟିଲିଡନ୍ ଭେରି ମେନ୍ ଡିଫରେଣ୍ଟ। ଏରା ତାର ଲିଭ୍ କେମିତି ରହୁଛି, ତାର ଲିଭ୍ କେମିତି ରହୁଛି, ଆର ରୁଟ୍ କେମିତି ରହୁଛି, ତାର ରୁଟ୍ କେମିତି ରହୁଛି, ଇଏ ହେଉଛି ଭେରି ଡିଫରେଣ୍ଟ। ସୋ ଆଜିର ସେକ୍ସନ୍ଟି ଏଇ ରଖିବା। ତା ପୂର୍ବରୁ ଆପଣମାନେ ଯଦି ବାୟୋ ଲାଇଫ୍ ଏସ୍ଏସ୍ଆର୍ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଏବେ ହିଁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିନିଅନ୍ତୁ। ଏବଂ ଆଗକୁ ଏମିତି ଅନେକ ଭେରି ଇମ୍ପୋର୍ଟାଣ୍ଟ ଭିଡ଼ିଓ ଆସିବାକୁ ଯାଉଅଛି। ତେଣୁ ଆପଣମାନେ କଣ୍ଟିନ୍ୟୁ ଜଡ଼ିତ ରୁହନ୍ତୁ, ଯାହାଦ୍ୱାରା ଆପଣମାନେ ନୂତନ ତଥ୍ୟ ସବୁ ପାଇପାରିବେ। ତେଣୁ ପରବର୍ତ୍ତୀ କ୍ଲାସ୍ ଆମେ ଗୋଟେ ଆନିମଲ୍ କିଙ୍ଗଡ଼ମ୍ ଉପରେ କ୍ଲାସ୍ ଆଣିବା। ଆନିମଲ୍ର କ୍ଲାସିଫିକେସନ୍ କେମିତି ହେଇଛି ତାହା ଆପଣମାନେ ଜାଣିଲେ। ହାଭ୍ ଏ ଗୁଡ୍ ଡେ, ଗୁଡ୍ ଲକ୍ ଟୁ ଅଲ୍ ଅଫ୍ ୟୁ। ଜୟ ହିନ୍ଦ, ଜୟ ଭାରତ।